আমার দাবি মাসিক 9,000 টাকা সর্বনিম্ন পেনশন সরকার তুমি আম পেনশন শীঘ্র দিও ଆମକୁ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରି ସେବା ଯୋଗାଅ। ଆଜ୍ଞା ଆପଣଙ୍କର ପରିଚୟ ଦେବେ? ମୁଁ ବିଜୟ କୁମାର ମହାନ୍ତି, ବରଗଡ଼ ଜିଲ୍ଲା ଇପିଏଫ୍ ପେନସନ ଆସୋସିଏସନର ସଭାପତି ଅଛି। ଆମେ ସରକାରୀ ଅର୍ଦ୍ଧ ସରକାରୀ ଏବଂ ସରକାରୀ ନିଗମମାନଙ୍କରେ ଚାକିରି କରି ରିଟାୟାର୍ଡ କରିଛୁ। ଆମମାନଙ୍କର ସୁବିଧା ସକାଶେ 1995 ମସିହା ନଭେମ୍ବର 16 ତାରିଖରେ ସରକାର ଏକ ପେନସନ ଯୋଜନା ନିୟମ ଅନ୍ତର୍ଭୁକ୍ତ କରିଥିଲେ ଆମକୁ ପେନସନ ଦେବାର ଲାଗି। ବଡ଼ ଦୁଃଖର କଥା, ସେ ସର୍ବନିମ୍ନ ପେନସନଟା ବର୍ତ୍ତମାନ ମାସିକ 1,000 ଟଙ୍କାରୁ 3,500 ଟଙ୍କା ମଧ୍ୟରେ ସୀମିତ ଅଛି। ସରକାର ନିଜେ ନିୟମ କରିଛନ୍ତି, ଯିଏ ଦିନେ ଚାକିରି କରିଥାଉ, ବର୍ଷେ ଚାକିରି କରିଥାଉ କିମ୍ବା 10 ବର୍ଷ ଭିତରେ ଚାକିରି କରି ସେ ମରିଯିବ, ତାଙ୍କୁ ଆମେ ମାସିକ ସର୍ବନିମ୍ନ 9,000 ଟଙ୍କା ପେନସନ ଦେବୁ। ସରକାର ଯେଉଁ ନିୟମ କରିଛି ଆମେ ସେଇ ନିୟମ ମାଗୁଛୁ, କିନ୍ତୁ ଆମକୁ ଅବହେଳିତ କରି ଆମର ଦାବିକୁ ଉପେକ୍ଷା କରି ସେଇ ଦାବି ସେ ଆଜି ପର୍ଯ୍ୟନ୍ତ ପୂରଣ କରୁନାହାନ୍ତି। ଏଇ ଦାବି ପୂରଣ ହେବା ଲାଗି ସର୍ବଭାରତୀୟ ସ୍ତରରେ ଗୋଟେ ଆସୋସିଏସନ୍ ଗଢ଼ାଯାଇ ଗତ 8 ବର୍ଷ ହେଲା ଆମେ ଲଢ଼େଇ ଜାରି ରଖିଛୁ। ଯେଣୁ ଆମେ ବୟୋବୃଦ୍ଧ ଲୋକ, ବୟସ୍କ ଲୋକ, ସରକାର ନିୟମକୁ ବେଶୀ ଆମେ ଖାତିର କରୁଛୁ, ସରକାରକୁ ସମ୍ମାନ ଦେଉଛୁ। ସରକାର ଆମ ଦାବି ଆଜି ପର୍ଯ୍ୟନ୍ତ ପୂରଣ କରୁନାହାନ୍ତି। ଯଦି ଏ ବର୍ଷ ସରକାର ଆମର ଦାବି ପୂରଣ ନ ହେବ, ଇଏ ଆନ୍ଦୋଳନାତ୍ମକ ହେବ, ରାସ୍ତା ରୋକ ହେବ, ରେଳ ରୋକ ହେବ ଏବଂ ଆମେ ବିଦ୍ରୋହାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବୁ। ସରକାର ଆମକୁ ସେଇ ରାସ୍ତାରେ ଚଳାଇବାର ଲାଗି ବାଧ୍ୟ କରୁଛନ୍ତି। ଆମେ ଆପଣମାନଙ୍କ ମାଧ୍ୟମରେ ପୁଣି ଥରେ ଅନୁରୋଧ କରୁଛୁ ଯେ ସରକାର ଶୀଘ୍ର ଆମର ଦାବି ପୂରଣ କରନ୍ତୁ। କୌଣସି ନିୟମ ବହିର୍ଭୂତ ଦାବି ଆମେ ପୂରଣ କରୁନାହୁଁ, ଏ ଦାବି କରୁନାହୁଁ କିମ୍ବା ସରକାର ଉପରେ ଆର୍ଥିକ ଚାପ ଦେଉନାହିଁ। ଆମେ ଯେଉଁ ପେନସନ୍ ପାଉଛୁ ଆମ ଦରମାରୁ କଟାକି ହେଇକରି ସରକାର ଉପରେ ଗଚ୍ଛିତ ଅଛି, ତାରି ସୁଧ ଉପରେ ସେ ଦେଉଛନ୍ତି, ଯାହାଫଳରେ ସୁଧ ସରକାର ନିଜେ ଅନ୍ୟ ବାଟରେ ଖର୍ଚ୍ଚ କରୁଛନ୍ତି। ଆମ ନ୍ୟାଯ୍ୟ ଦାବିରୁ ଆମକୁ ବଞ୍ଚିତ କରୁଛନ୍ତି। ସରକାର ଆମର ଏଇ ଦାବିଟା ପୂରଣ